ସେଦିନର ମୋର କେଇ ପଦ କଥା ତାକୁ କ'ଣ ଏମିତି ବାଧିଥିଲା ଯେ ସେ ମୋ ସହ ବିତେଇଥିବା 2 ବର୍ଷର ସେ ଭଲ ପାଇବାକୁ ଭୁଲି ସବୁ ସମ୍ପର୍କ କାଟି ଦେଇଥିଲା। ନା ସେ ମୋଠୁ ଦୂରେଇ ଯିବାକୁ ବାହାନା କରୁଥିଲା ମୁଁ ଜାଣିପାରୁନି ପ୍ରତାପ ଭାଇ। ସେଦିନେ ମୋ ସହ କଥା ନହେଲେ ପାଗଳ ହେଇଯାଉଥିଲା। ଯାହା ଆଖି ଆଗରୁ ଟିକେ ଚାଲିଗଲେ ସେ ଅଣନିଶ୍ୱାସୀ ହୋଇଯାଉଥିଲା ବୋଲି କହୁଥିଲା। ଆଜି ସେ ମୋର ସାମାନ୍ୟ କଥାରେ ହଠାତ୍ ଏତେ ରାଗି ବଦଳିଗଲା କେମିତି। ଯାହାକୁ ମୋ ବିନା ଭୋକ ଲାଗୁନଥିଲା, ଯାହାକୁ ମୋ ବିନା ନିଦ ଆସୁନଥିଲା, ଆଜି ସେ ମୋ ସହ ସବୁ ସମ୍ପର୍କ କାଟି ମୋତେ ଦୂରେଇ ଦେବାକୁ ସବୁଥିରୁ ବ୍ଲକ୍ କରିବା ଭାରି କଷ୍ଟ ଦେଉଥିଲା ପ୍ରତାପ ଭାଇ। ମନ ଭିତରେ ମନର ମାନସୀ ପାଇଁ ଭଲ ପାଇବା ଆଉ ହୃଦୟ ଭିତରେ ସେ ଦୂରେଇ ଯିବାର ଯନ୍ତ୍ରଣା ଭିତରେ ଏ କଥା କହିଲା ବେଳେ ସେ ଭାବବିହ୍ୱଳ ହୋଇପଡ଼ୁଥିଲା। ପୁରା କାହାଣୀ ଜାଣିବାକୁ ତାକୁ ଟିକେ ଅଟକେଇଲି ଆଉ ପ୍ରଥମରୁ ସବୁ କଥା କହିବାକୁ କହିଲି। ଆଉ ସେ ବି ଡେରି ନକରି ସବୁ କଥା କହିବା ଆରମ୍ଭ କରିଦେଇଥିଲା। ଭାଇ ତା ସହ ମୋର ଦେଖା ହୁଏ ମାର୍କେଟରେ। ଆମେ ଉଭୟ ଗୋଟେ ଜାଗାରେ ଚାକିରି କରୁଥିଲୁ। ସେ ବି ଘର ଛାଡ଼ି ରହୁଥିଲା ଆଉ ମୁଁ ବି ଘର ଛାଡ଼ି ରହୁଥିଲି। ଉଭୟଙ୍କ ଦେଖା ସାକ୍ଷାତ ଆମକୁ ଉଭୟଙ୍କ ଆଡ଼କୁ ଆକର୍ଷିତ କରେ। ଆଉ ପରେ ଆରମ୍ଭ ହୁଏ କଥାବାର୍ତ୍ତା। ସେଇ କଥାବାର୍ତ୍ତାରୁ ଫୋନ୍ ନମ୍ବର ଦିଆ ନିଆ ଆଉ ଫୋନ୍ ନମ୍ବର ନେଲା ପରେ ରାତି ରାତି ଗପ ଆଉ ସେଇ ଗପ ଆମକୁ ଟାଣି ନିଏ ପ୍ରେମର ସେଇ ଅଜଣା ରାସ୍ତାକୁ। ଯେଉଁ ରାସ୍ତାରେ ମୋ ପାଇଁ କେବଳ କଣ୍ଟା ଥିଲା ମୋତେ ଜଣା ନଥିଲା ଭାଇ। ଧୀରେ ଧୀରେ ପ୍ରେମ ଗଭୀର ହୁଏ ଆଉ ସେ ମୋତେ କି ମୁଁ ତାକୁ ଛାଡ଼ି ରହିବା ଯେମିତି ସମ୍ଭବ ହୁଏନି। ଧୀରେ ଧୀରେ ଆମେ ଏକାଠି ସବୁ କାମ କରିବା ଆରମ୍ଭ କରିଦେଲୁ। ଅନେକ ଜାଗା ବୁଲିଛୁ, ପାର୍କ ଯାଇଛୁ, ସନ୍ଧ୍ୟାରେ ସାଥି ହେଇ ଫାଷ୍ଟ ଫୁଡ଼୍ ବି ଖାଇଛୁ, ସାଥିରେ ଲଞ୍ଚ କରିଛୁ, ଡିନର ବି କରିଛୁ। ଆଉ ସେଇ ସ୍ମୃତି ସବୁ ମୋବାଇଲର ଗ୍ୟାଲେରୀରେ ସାଉଁଟିବା ଆମର ଯେମିତି ନୀତିଦିନିଆ କାମ ହୋଇଯାଇଥିଲା। ୟା ଭିତରେ ଆମ ପ୍ରେମକୁ 2 ବର୍ଷ ବିତି ଯାଇଥିଲା। ଆଉ ସେଇ 2 ବର୍ଷ ଭିତରେ ଆମ ସମ୍ପର୍କର ନିବିଡ଼ତା ଢେର ଆଗକୁ ବଢ଼ିଯାଇଥିଲା। କିନ୍ତୁ ଆମ ଭଲ ପାଇବା ଭିତରେ ଭିଲିଆ ନେଇ ପଶି ଆସିଥିଲା ଏଇ ଉଚ୍ଚ ନିଚର ଜାତି ପ୍ରଥାଟା। ତାର ବାହାଘର ପ୍ରସ୍ତାବ ଆସିବା ଦେଖି ସେ ଆମ ପ୍ରେମ ବିଷୟରେ ତାଙ୍କ ଘରେ ସବୁ କଥା କହିଦେଇଥିଲା। କିନ୍ତୁ ତାଙ୍କ ଘର ଲୋକେ ନିଚ ଜାତି କହି ସିଧା ସିଧା ବାହାଘର କରିବାକୁ ମନା କରିଦେଇଥିଲେ। ତାକୁ ତାଙ୍କ ଘରେ ବୁଝେଇବାକୁ ମୁଁ ବାରମ୍ବାର ପ୍ରେସର କଲି, ଯେଉଁଥିପାଇଁ ତାହା ସହ ମୋର ସାମାନ୍ୟ ଝଗଡ଼ା ହେଲା। ଆଉ ସେ ସାମାନ୍ୟ ଝଗଡ଼ା ମୋତେ ତାଠୁ ସବୁଦିନ ପାଇଁ ଦୂରେଇ ଦେଇଥିଲା। ସେମିତି କିଛି ବଡ଼ ଝଗଡ଼ା ହେଇନଥିଲା ଭାଇ, ହେଲେ ସେଇ ଝଗଡ଼ା ପରେ ଏମିତି ରିଆକ୍ସନ୍ ଦେଲା ଯେ ମୋତେ ସବୁଥିରୁ ବ୍ଲକ୍ କରିବା ଆରମ୍ଭ କରିଥିଲା। ତା ସହ ଯୋଗାଯୋଗ କରିବାକୁ ଯେତେ ଚେଷ୍ଟା କଲେ ବି ସେ ମୋ ସହ କଥା ହେବାକୁ ମନା କରୁଥିଲା। ସବୁଥିରୁ ବ୍ଲକ୍ କରିଥିଲେ ବି ମୋ ସାଙ୍ଗର ନମ୍ବରରୁ ଲଗେଇଲେ ବି ସେ ଚିହ୍ନିନି କି ଜାଣିନି ବୋଲି ମୋତେ କହୁଥିଲା। ହଠାତ୍ ମୋ ସହ ସମ୍ପର୍କ କାଟିବା, ମୋତେ ସବୁଥିରୁ ବ୍ଲକ୍ କରିବା ଯେମିତି ମୋତେ ଅନେକ କିଛି ଇସାରା ଦେଉଥିଲା। ମୋତେ ଲାଗୁଥିଲା ସେ ମୋତେ ଦୂରେଇ ଦେବାକୁ ତା ମାଇଣ୍ଡ ସେଟ୍ କରିସାରିଥିଲା। ଝଗଡ଼ା କେବଳ ଗୋଟେ ବାହାନା ଥିଲା, ନହେଲେ ଏ ସାମାନ୍ୟ ଝଗଡ଼ା ପାଇଁ କ'ଣ ସେ 2 ବର୍ଷର ନିବିଡ଼ ସମ୍ପର୍କକୁ କିଏ କାଟିପାରେ ଭାଇ? ପ୍ରେମରେ ତ ଝଗଡ଼ା ହୁଏ, ଆଉ ପ୍ରେମରେ ଝଗଡ଼ା ନଥିଲେ କ'ଣ ମଜା ଥାଏ ଭାଇ? ନିଜେ ଆପଣ କୁହନ୍ତୁ। ଏବେ ମୋତେ ଭାରି କଷ୍ଟ ହେଉଛି। ତା ବିନା ମୋତେ ଭୋକ ଲାଗୁଛି ନା ନିଦ ହେଉଛି। ହେଲେ କ'ଣ କରିବି, ସେ ମୋ ସହ କଥା ହେବାକୁ ଚାହୁଁନି। ତା ବିନା ମୋର ସେ ଯନ୍ତ୍ରଣାକୁ ସହିବା ସମ୍ଭବ ହେଉନି ପ୍ରତାପ ଭାଇ। କ'ଣ କରିବି ଆପଣ ନିଜେ କୁହନ୍ତୁ। ମୁଁ କହିଲି, ଉତ୍ତର ତ ଆପଣ ଦେଇସାରିଛନ୍ତି। ମୋତେ ଲାଗୁଛି ତାକୁ ଦୂରେଇ ଯିବାର ଥିଲା, ସେ ଦୂରେଇ ଗଲା। ପ୍ରକୃତରେ ଝଗଡ଼ା ଗୋଟେ ବାହାନା ହିଁ ଥିଲା। କାରଣ ତ ଜଣା ନାହିଁ, କିନ୍ତୁ ହେଇପାରେ ତାକୁ ତମଠୁ ବେଟର ଅପସନ୍ ମିଳିଯାଇଥିବ। ହେଇପାରେ ତାଙ୍କ ପରିବାର କଥାରେ ସେ ରାଜି ହେଇଯାଇଥିବ। କିନ୍ତୁ ତମେ ଏସବୁକୁ ଭୁଲି ନୂଆ ଜୀବନ ଆରମ୍ଭ କର। ଅତୀତ କେବଳ କଷ୍ଟ ଦିଏ। ଯେଉଁ ଅତୀତ କଷ୍ଟ ଦିଏ ସେ ଅତୀତକୁ ଭୁଲି ନିଜ ଭବିଷ୍ୟତ କଥା ଚିନ୍ତା କର। ବଡ଼ ଭାଇ ହିସାବରେ ୟାଠୁ ବେଶୀ ଆପଣଙ୍କୁ କିଛି ବି କହିପାରିବିନି। ଏ କାହାଣୀ ଥିଲା ଲକ୍ଷ୍ମଣ ଆଉ ସ୍ୱାତୀର ପ୍ରେମ ଆଉ ପ୍ରତାରଣାର କାହାଣୀ। ଏ କାହାଣୀ ଆପଣଙ୍କୁ କେମିତି ଲାଗିଲା? ସ୍ୱାତୀ କାହିଁକି ଲକ୍ଷ୍ମଣକୁ ହଠାତ୍ ଦୂରେଇ ଦେଲା? ଆଉ ଲକ୍ଷ୍ମଣ ତାକୁ ଭୁଲି ନୂଆ ଜୀବନ ଆରମ୍ଭ କରିବାର ଆବଶ୍ୟକତା ଅଛି କି ନାହିଁ କମେଣ୍ଟ କରି ନିଶ୍ଚିତ ଜଣାଇବେ ଆଜ୍ଞା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।